ବୋମା ମାଡ଼ କରି ଡେଲିଭରି ଭ୍ୟାନ୍ରୁ ଚୋରି ଉଦ୍ୟମ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଉଁଶକଡ଼ ଛକ ନିକଟସ୍ଥ ଜାତୀୟ ରାଜପଥ 53ରେ ଶନିବାର ଅପରାହ୍ନରେ ଏକ ଡେଲିଭରି ଭ୍ୟାନ୍ ଉପରେ ବୋମା ମାଡ଼ କରି ଡକାୟତି ଉଦ୍ୟମ ଥାନାରେ ଅଭିଯୋଗ ହୋଇଛି। କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମର ବଳରାମ ଦାସ ଅଭିଯୋଗ କରିଛନ୍ତି। ସେ ଏକ ଭ୍ୟାନ୍ ନମ୍ବର OD 063634 ଯୋଗେ ଯାଜପୁର ଜିଲ୍ଲା ଡୁବୁରି ସୁକିନ୍ଦା ଅଞ୍ଚଳର ବିଭିନ୍ନ ଦୋକାନରେ ବିସ୍କୁଟ ଗୁଟକା ଓ ବିଭିନ୍ନ ସରଞ୍ଜାମ ବିକ୍ରି କରି ଫେରୁଥିବା ସମୟରେ ଭୁବନ ଥାନା ବାଉଁଶକଣ ଗ୍ରାମରେ ଏକ ବ୍ୟବସାୟୀଙ୍କୁ ଜିନିଷ ଦେବା ପାଇଁ ଅଟକାଇଥିଲେ। ସେହି ସମୟରେ 3 ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫିଙ୍ଗିବା ସହିତ ଗାଡ଼ିର ଆଗ କାଚକୁ ଭାଙ୍ଗି ଦେଇଥିଲେ। ବୋମା ଶବ୍ଦ ଶୁଣି ପାଖରେ ଥିବା ଲୋକମାନେ ଦୌଡ଼ି ଆସିଥିଲେ। ଦୁର୍ବୃତ୍ତମାନେ ଲୋକମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ପଳାଇ ଯାଇଥିଲେ। ଖବର ପାଇ ଭୁବନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଥାନାକୁ ନେଇ ଆସିଥିଲେ। ଗାଡ଼ି ଚାଳକ ଅଭିଯୋଗ କ୍ରମେ ଭୁବନ ଥାନାରେ କେସ୍ ନମ୍ବର 162/24ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଭୁବନ ଥାନା ଅଧିକାରୀ ମନସ୍ୱିନୀ ମହାନ୍ତି କହିଛନ୍ତି। ଜଗବନ୍ଧୁ ମାଳିକଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଆ। ଆମେ ମାର୍କେଟିଂ ଆସିଥିଲୁ କାମାକ୍ଷାନଗରରୁ ସୁକିନ୍ଦା ଡୁବୁରି ଯାଏଁ। ସେଠୁ ମାର୍କେଟିଂ କରି ଫେରୁଥିଲୁ ତ 3 ଜଣ ଦୁର୍ବୃତ୍ତ ଆସିଲେ ବାଇକ୍ରେ FZS ବାଇକ୍ ଗୋଟେ ଧରିଥିଲେ। ଆସିଲେ ଆମ ଗାଡ଼ି ଆଗକୁ ବୋମା ମାରିଲେ। ଆଉ ଟଙ୍କା ଫଙ୍କା କିଛି ନେଇନାହାନ୍ତି, ପାଇଲେନି କିଛି। ତ ଏଠୁ ସାଙ୍ଗେ ସାଙ୍ଗେ ପୋଲିସ ଫୋନ୍ କଲୁ। ପୋଲିସ ଆସିକି ଟାଇମ୍ରେ ପହଞ୍ଚିଲେ। ସେଠୁ ଆସିଲୁ। ଆଉ କୋଉଥିରେ ଆସିଥିଲେ? ସେମାନେ 3 ଜଣ ଆସିଥିଲେ। ମୁହଁରେ ଗାମୁଛା ଗୋଟେ ଥିଲା 2 ଜଣ, ଆଉ ଜଣେ ୱିଣ୍ଟର କ୍ୟାପ୍ ପିନ୍ଧିଥିଲା ମୁହଁରେ ଫେସ୍ରେ। ଗାଡ଼ିର କ୍ଷୟକ୍ଷତି ହେଇଛି, କାଚ ଭାଙ୍ଗିଛି ଗାଡ଼ିର, ଆଉ ବମ୍ଫରକୁ ମାରିଛନ୍ତି ବମ୍, ହେଟା ଚେପା ହେଇଯାଇଛି। 3ଟା କାଚ ଗୋଟେ, 2ଟା ଆଗକୁ ବମ୍ଫର ଅଛି, ଦାଗ ଅଛି। ନା ଆଗରୁ କେବେ କରିନାହାନ୍ତି, ଫାଷ୍ଟ। ନା ଆମେ ପିଲା, ଆମକୁ କିଏ ଧମକ ଦେବ?